ଯାହାଫଳରେ ସୁଦର୍ଶନଙ୍କ ମନରେ ଗର୍ବ ଆସିଛି। ସେ ଭାବୁଛନ୍ତି ଏ ସଂସାରରେ ଯେତେ ସବୁ ଆସୁରୀ ଶକ୍ତିର ବିନାଶ ହୋଇଛି ସେସବୁ ସେ ନିଜେ ହିଁ କରିଛନ୍ତି। ଗର୍ଭଗଞ୍ଜନ ମହାପ୍ରଭୁ ସୁଦର୍ଶନଙ୍କର ମନ କଥା ଜାଣି ତାଙ୍କୁ ପଠାଇଛନ୍ତି ଅଭୟାରଣ୍ୟରେ ତପସ୍ୟାରତ ଶ୍ରେଷ୍ଠ ଭକ୍ତ ହନୁମାନଙ୍କୁ ଡାକି ଆଣିବା ପାଇଁ। ପ୍ରଭୁଙ୍କ ଆଦେଶ ମାନି ସୁଦର୍ଶନ ହନୁମାନଙ୍କ ପାଖକୁ ଯାଇ ପ୍ରଭୁଙ୍କ ସନ୍ଦେଶ ଜଣାଇ ଫେରିଆସି ନିଜକୁ ଚାରି ଭାଗରେ ବିଭକ୍ତ କରି ଶ୍ରୀମନ୍ଦିରର ଚାରିଦ୍ୱାରରେ ଘୂର୍ଣ୍ଣାୟମାନ ହୋଇ ରହିଛନ୍ତି। ହନୁମାନ ପହଞ୍ଚି ମନ୍ଦିରରେ ପ୍ରବେଶ କରିନପାରି ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିଛନ୍ତି, ଯାହାଫଳରେ ହନୁମାନଙ୍କ ସ୍କନ୍ଦ ଦେଶରୁ ଆଉ 6ଟି ଭୁଜ ବାହାରିଛି। ଅଷ୍ଟଭୁଜ ହନୁମାନ ନିଜର 4ଟି ହସ୍ତରେ ଚାରିଦ୍ୱାରର ସେହି ଚକ୍ରକୁ ଧରି ନେଇ ଯୋଡ଼ ହସ୍ତରେ ରତ୍ନ ସିଂହାସନ ନିକଟରେ ପହଞ୍ଚିଛନ୍ତି। ନିଜ ଶ୍ରେଷ୍ଠ ଭକ୍ତକୁ ହେୟ ଜ୍ଞାନ କରି ଏଭଳି ଅପମାନ ଦେଇଥିବାରୁ ମହାପ୍ରଭୁ ସୁଦର୍ଶନକୁ ଅଭିଶାପ ଦେଇଛନ୍ତି ସ୍ତମ୍ଭ ଆକାରରେ ତାଙ୍କ ବାମ ପାର୍ଶ୍ୱରେ ରହିବାକୁ। ସେହିଦିନ ଠାରୁ ସୁଦର୍ଶନ ସ୍ତମ୍ଭ ଆକାରରେ ରତ୍ନ